জয় জগন্নাথ জয় জগন্নাথ। এ তপি মিশ্র কুকুর এইটা তু বুঝিবানু হবা ইয়ে তপি মিশ্র তু বুঝিবানু কিরে পপ্পু পম পম আরে পপ্পু পম পম কইଥିଲା ଢେଙ୍କାନାଳ ନିଜ ଗାଣ୍ଡି ନିଜେ ସମ୍ଭାଳ ସିଏ ସମ୍ଭାଳି ପାଇଲାନି ତୁ ଆଇଛି ଆଉ ଗୋଟେ କୁକୁର କିରେ ଏରେ ବୋ ବୋ ଏ ତପି ଓ ତପି ତପି ସମସ୍ତଙ୍କୁ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଗୋଟେ ମଜାଦାର ବିଷୟ ଶୁଣାଇବି। ଆଉ ସେଇଟା ପୁଣି ଏଇ ତପି ମିଶ୍ର ବିଷୟରେ। ତେବେ ମଜାଦାର ବିଷୟଟା ଏମିତି, ଆଉ ଆପଣ ଜାଣିଥିବେ ଏ ତପି ମିଶ୍ର କେଉଁଭଳି ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଉ ଖ୍ରୀଷ୍ଟିଆନିଟିର ନିନ୍ଦା କରି କରି ଚାଲିଥିଲା। ଆଉ ଯେତେବେଳେ ସମସ୍ତେ ଭିଡ଼ିଓ ବନେଇଲେ, ସମସ୍ତେ ଯେତେବେଳେ ୟାକୁ ଭଲରେ ଟିକେ ଦେଲେ, ଇଏ ବର୍ତ୍ତମାନ କ'ଣ କହୁଛି ଜାଣିଛନ୍ତି? ଇଏ ବର୍ତ୍ତମାନ କହୁଛି ଯେ ମୁଁ ଖ୍ରୀଷ୍ଟିଆନିଟିକୁ ମୁଁ ଭଲ ପାଏ, ଆଉ ମୁଁ ଖ୍ରୀଷ୍ଟିଆନିଟି ଏବଂ ଇସଲାମ ଧର୍ମକୁ ଆଉ ମୁଁ ଭଲ ପାଏ, କିନ୍ତୁ ମୁଁ ଧର୍ମାନ୍ତୀକରଣକୁ ମୁଁ ପ୍ରତିରୋଧ କରେ। ମାନେ ଦେଖନ୍ତୁ ଏଇଟା କେଡ଼େ ବଡ଼ ମିଛୁଆ, ଟିକେ ଦେଖନ୍ତୁ କାହିଁକି ମୁଁ ମିଛୁଆ କହୁଛି। ଯଦି ଆପଣ ୟା ଭିଡ଼ିଓ ଦେଖିବେ ଜାଣିପାରିବେ। ଆଉ ଏଠାରେ ଯେଉଁ ଏଇ ତପି ମିଶ୍ର ନୁହେଁ, ଯେମିତି ଆପଣ ଥମ୍ବନେଲରେ ଦେଖିଲେ ପାପି ମିଶ୍ର। ଆଉ ଯେଉଁଭଳିଆ ଭାବରେ ଇଏ ଖ୍ରୀଷ୍ଟିଆନିଟିର ନିନ୍ଦା କରିଛି, ଆପଣ ଦେଖନ୍ତୁ ତାର ଭିଡ଼ିଓ ଗୁଡ଼ିକ, ଆପଣ ଭଲରେ ଜାଣିପାରିବେ ଇଏ କ'ଣ କ'ଣ ଷ୍ଟେଟମେଣ୍ଟ ଦେଇଛି ଖ୍ରୀଷ୍ଟିଆନିଟି ବିରୁଦ୍ଧରେ, ଆପଣ ଜାଣିପାରିବେ। ଇଏ ବର୍ତ୍ତମାନ ନିଜକୁ ବଞ୍ଚାଇବା ପାଇଁ ଇଏ କ'ଣ କରୁଛି କି, ନିଜକୁ ବଞ୍ଚାଇବା ପାଇଁ ଇଏ କହୁଛି ଯେ ମୁଁ ଖ୍ରୀଷ୍ଟିଆନିଟିକୁ ଭଲ ପାଏ, ଇସଲାମ ଧର୍ମକୁ ଭଲ ପାଏ। ଯେମିତି ଗୋଟେ କଥାର ଅଛି, ଗୋଇଠା ମାରିକି ସରି ବୋଲି କହିବା, ମାନେ ଜାଣି ଶୁଣିକି ଗୋଇଠା ମାରିକି ସରି ବୋଲି କହିବା। ମାନେ ଏ କଥାଟା ହେଉଛି ଠିକ୍ ସେମିତି ପ୍ରିୟ ବନ୍ଧୁଗଣ, ଆଗ ଗୋଇଠା ମାରିଦେବ, ତାପରେ କହିବ ମୋର ଭୁଲ ହେଇଗଲା, ମାନେ ସେଇ ଟାଇପ୍ର ବିଷୟ। ଆଉ ଇଏ କେତେ ବଡ଼ ମିଛୁଆ ଆପଣ ଟିକେ ଦେଖନ୍ତୁ। କାରଣ ୟାର ଅନେକ ଭିଡ଼ିଓ ଗୁଡ଼ିକରେ ଆପଣ ଦେଖିବେ ଯୀଶୁ ଖ୍ରୀଷ୍ଟଙ୍କର ନିନ୍ଦା, ଖ୍ରୀଷ୍ଟିଆନିଟିର ନିନ୍ଦା ଆପଣ ଦେଖିବାକୁ ପାଇବେ। ଆଉ ବିଗତ ଭିଡ଼ିଓ ଗୁଡ଼ିକରେ ମୁଁ କହିସାରିଛି ପ୍ରିୟ ବନ୍ଧୁଗଣ, ଏ ପାପି ମିଶ୍ର ବର୍ତ୍ତମାନ ବହୁତ ବଡ଼ ମାନେ ହରଡ଼ ଘଣାରେ ପଡ଼ିଯାଇଛି। ମାନେ କେମିତି ଇଏ ଏତେ ଲୋକଙ୍କ ସହିତ ଇଏ ଶତ୍ରୁତା କରିକି ବସିଛି, ଆପଣ ମାନେ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ। ମାନେ ଆମ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଛାଡ଼ି ଦିଅନ୍ତୁ, ଆଉ ଇଏ ତ ଜୀବନ ସାରା ଭୁକି ହେଉଥିବ ମାନେ ଖ୍ରୀଷ୍ଟିଆନିଟି ବିରୁଦ୍ଧରେ, ଏଇଟା ମୁଁ ଭଲ ଭାବରେ ଜାଣେ। କିନ୍ତୁ ଆମ ଖ୍ରୀଷ୍ଟିଆନିଟିକୁ ଛାଡ଼ି ଦେଇକି ମାନେ ଆମର ହିନ୍ଦୁ ଭାଇ ଭଉଣୀମାନେ ମଧ୍ୟ ଏହାକୁ ପସନ୍ଦ କରନ୍ତି ନାହିଁ। ଆଉ ଏଠି ମଧ୍ୟ ଇଏ ବହୁତ ବଡ଼ ମିଛ କହୁଛି ଯେ ମୋତେ ଆମର ସନାତନ ଧର୍ମର ଭାଇ ଭଉଣୀମାନେ ମାନେ ସମସ୍ତେ ମୋତେ ଭଲ ପାଆନ୍ତି। ମାନେ ଦେଖନ୍ତୁ ୟାର ମାନେ ମିଛ କହିବାର ଷ୍ଟ୍ରାଟେଜି ଟିକେ ଦେଖନ୍ତୁ ୟାର। ଆଉ ଏମାନେ ତ ଏମିତି, ଇଏ ତ ଏମିତି ଗୋଟେ ଜନ୍ତୁ, ମିଛ କହିବାର ଇଏ ଡିପ୍ଲୋମା କରିଛି ଇଏ। ହଁ ପ୍ରିୟ ବନ୍ଧୁଗଣ, ମାନେ ମିଛ କହିବାର ଇଏ ଡିପ୍ଲୋମା କରିଛି। ଆଉ ମିଛ କହିବାରେ କ'ଣ କ'ଣ ଇଏ ଡିଗ୍ରୀ ଗୁଡ଼ିକ କରିଥିବ କେବଳ ୟାକୁ ଜଣା, ଆଉ ପରମେଶ୍ୱରକୁ ଜଣା। ଆଉ ବର୍ତ୍ତମାନ ମିଛ କହିକି ମାନେ ଖସିଯିବାକୁ ଚାହୁଁଛି, ଆଉ ସେଇଟା ତ କେବେ ହେଇପାରିବ ନାହିଁ। କାରଣ ଆପଣ ଜାଣିଛନ୍ତି କଥାରେ ଅଛି, ଶର ଯଦି ମାନେ ଧନୁଠାରୁ ତୀର ଯଦି ଥରେ ବାହାରିଗଲା, ସିଏ ଆଉ ପଛକୁ ଫେରେ ନାହିଁ। ଆଉ ସେଇଭଳି ପାଟିରୁ ଯାହା ଥରେ ବାହାରି ଯାଇଛି, ତା ପୁଣି ଥରେ ପଛକୁ ଫେରିବ ନାହିଁ। ଆଉ ବର୍ତ୍ତମାନ ଇଏ ଯେତେ ସଫେଇ ଦେଲେ ମଧ୍ୟ ଆଉ କି ଲାଭ, କିଛି ଲାଭ ନାହିଁ ପ୍ରିୟ ବନ୍ଧୁଗଣ।
ଆଉ ସତ କହିବାକୁ ଗଲେ ଇଏ ବର୍ତ୍ତମାନ ବହୁତ ଭଲ ଭାବରେ ଫସିକି ଅଛି। ଯେମିତି ପୂର୍ବ ଭିଡ଼ିଓରେ ମୁଁ କହିଥିଲି, ଆପଣ ତପି ମିଶ୍ର ବିଷୟରେ ମୋର ପୂର୍ବ ଭିଡ଼ିଓ ଦେଖିବେ। ଆଉ ସେଠି ମୁଁ ଗୋଟେ ବିଷୟ ମୁଁ କହିଥିଲି, ଏମାନେ ହେଉଛନ୍ତି ଗୋଟେ କୁତ୍ତା ବା କୁକୁର ମାନେ, ଆଉ ଯେଉଁମାନେ କି ସବୁବେଳେ ଖ୍ରୀଷ୍ଟିଆନିଟି ବିରୁଦ୍ଧରେ ଭୁକି ହେଉଥିବେ। ଆଉ ଢେଙ୍କାନାଳବାସୀ ତ ପୁରା ରାଗିକି ଅଛନ୍ତି। ଆଉ କେତେବେଳେ କେଜାଣି ୟାର କ'ଣ ହେଇଯିବ, ଆଉ ସେଇଟା ନିଜେ ମଧ୍ୟ ଇଏ ଜାଣିନି। ଆଉ ଗୋଟେ ବିଷୟ ଇଏ କହୁଛି କ'ଣ କି ଆମେ ଡିବେଟ୍ କରିବା, ଇଏ ଡିବେଟ୍ ଚ୍ୟାଲେଞ୍ଜ ଦେଉଛି। ଆଉ ଖ୍ରୀଷ୍ଟିଆନ ଆମର ଭାଇ ଭଉଣୀମାନଙ୍କୁ, ବିଶେଷ କରି ପାଷ୍ଟରମାନଙ୍କୁ ଇଏ ଡିବେଟ୍ର ଚ୍ୟାଲେଞ୍ଜ ଦେଉଛି। ଆମର ଜଣେ ଭାଇ ଅଛନ୍ତି, ୟାର ଡିବେଟ୍ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ ମଧ୍ୟ କରିଛନ୍ତି। ହଁ ପ୍ରିୟ ବନ୍ଧୁଗଣ, ମାନେ ଗ୍ରହଣ ମଧ୍ୟ କଲେ ଆମେ ତୁମ ସହିତ ଡିବେଟ୍ କରିବାକୁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ୟାର ରିପ୍ଲାଏ ଏପର୍ଯ୍ୟନ୍ତ ଆସିନାହିଁ। ଯଦି ପ୍ରକୃତରେ ୟାର ଡିବେଟ୍ କରିବାର ଏତେ ଯଦି ମାନେ କୁଣ୍ଡେଇ ହେଉଛି ମାନେ ଡିବେଟ୍ କରିବା ପାଇଁ, ତେବେ ଇଏ ଡିବେଟ୍ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଇଏ ଡିବେଟ୍ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିନି। ଯଦି ତପି ମିଶ୍ର ଯଦି ଭୁଲରେ ମୋ ଭିଡ଼ିଓ ଦେଖୁଛୁ, ତେବେ JP ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ ଯାଇକି ସେଠି ଜଣେ ଆମର ଭାଇ ସେ ଡିବେଟ୍ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିଛନ୍ତି। ଯଦି ପାରୁଛୁ ବୋଇଲେ ତାଙ୍କ ସହିତ ଡିବେଟ୍ କର, ଆମେ ବି ଏନ୍ଜୟ କରିବୁ। ଆଉ ତୁ ବାଇବଲରୁ ନେଇକି ଆମକୁ ପ୍ରଶ୍ନ କର, ଆମେ ତୁମର ହିନ୍ଦୁ ଧର୍ମଶାସ୍ତ୍ରରୁ ନେଇକି ତୁମକୁ ପ୍ରଶ୍ନ କରିବୁ। ତେବେ ଜଣାପଡ଼ିବ, ଖାଲି ଚ୍ୟାଲେଞ୍ଜ ଦେଲେ ହେବନି। ଯଦି ଜଣେ ଡିବେଟ୍ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରୁଛି, ତାକୁ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ ଯେ ମୁଁ ଡିବେଟ୍ କରିବାକୁ ପ୍ରସ୍ତୁତ ଅଛି, ଚାଲ ଡିବେଟ୍ କରିବା। ତେବେ ପ୍ରିୟ ବନ୍ଧୁଗଣ, ଆଉ ଗୋଟେ ବିଷୟ ମଧ୍ୟ ମୁଁ କହିଥିଲି, ତପି ମିଶ୍ର ଏମିତି କାହିଁକି କରୁଛି କ'ଣ ଆପଣ ଜାଣିଛନ୍ତି? ବହୁତ ସିମ୍ପଲ୍। କାରଣ ଇଏ ଚାହୁଁଛି ତା ଚ୍ୟାନେଲକୁ ବଢ଼ାଇବା ପାଇଁ। ଇଏ ବି ଠିକ୍ ଭାବରେ ଜାଣିଛି, ଯଦି ଖ୍ରୀଷ୍ଟିଆନ ବିରୁଦ୍ଧରେ ମୁଁ ନ କହିବି, ଯୀଶୁଙ୍କ ବିରୁଦ୍ଧରେ ମୁଁ ପଦେ ଯଦି ନ କହିବି, ତେବେ ମୋର ଭିଡ଼ିଓକୁ କେହି ମଧ୍ୟ ପଚାରିବେନି। ଆଉ ଯେତେ ବି ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି, ସମସ୍ତେ ଏଇ ବିଷୟଟା କରୁଛନ୍ତି ଆଜିକାଲି। ସେମାନେ ନିଜ ଚ୍ୟାନେଲକୁ ବଢ଼ାଇବା ପାଇଁ ଯୀଶୁଙ୍କ ବିରୁଦ୍ଧରେ କହିବେ, ଧର୍ମର ସାହାରା ନେବେ, ନହେଲେ ଏମାନେ ଖାଇବାକୁ ପାଇବେନି। ଆଉ ଏମାନଙ୍କ ଯେଉଁ ଚ୍ୟାନେଲ୍ ଅଛି, ସମସ୍ତେ ଚାହାନ୍ତି ନିଜ ଚ୍ୟାନେଲକୁ ବଢ଼ାଇବା ପାଇଁ। ଆଉ ଏମାନେ ଏମିତି ଗୋଟେ ରାସ୍ତା ବାଛି ନେଇଛନ୍ତି, ମାନେ ନିଜ ଚ୍ୟାନେଲକୁ ବଢ଼ାଇବା ପାଇଁ। ଚାଲ ଆମେ ଖ୍ରୀଷ୍ଟିଆନ ବିରୁଦ୍ଧରେ କହିବା, ଯୀଶୁଙ୍କ ବିରୁଦ୍ଧରେ କହିବା, ଆଉ ଆମ ଚ୍ୟାନେଲକୁ ଆମେ ଗ୍ରୋ କରିବା ବା ବଢ଼ାଇବା। ଏଇଟା ହେଉଛି ଏମାନଙ୍କର ପ୍ଲାନିଂ। ମୁଁ ଠିକ୍ ଭାବରେ ଜାଣିଛି। ପ୍ରିୟ ବନ୍ଧୁଗଣ, ମୁଁ ଆପଣଙ୍କୁ 100% ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ତପି ମିଶ୍ର ନିଜ ଚ୍ୟାନେଲକୁ ବଢ଼ାଇବା ଚକ୍କରରେ ହିଁ ଏସବୁ କରୁଛି। କାରଣ ଆପଣ ଜାଣିଥିବେ, ୟାର ପୂର୍ବରୁ ଗୋଟେ ଚ୍ୟାନେଲ୍ ଥିଲା ଯେଉଁଟାକି ଉଡ଼ିଗଲା ୟୁଟ୍ୟୁବରୁ। ଆଉ ଇଏ କ'ଣ କରିଥିଲା, ନିଜ ଚ୍ୟାନେଲକୁ ବଢ଼ାଇଥିଲା ଯୀଶୁଙ୍କ ବିରୁଦ୍ଧରେ କହି, ମାନେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କହି ନିଜ ଚ୍ୟାନେଲକୁ ଇଏ ବଢ଼ାଇଥିଲା। ତେବେ ପ୍ରିୟ ବନ୍ଧୁଗଣ, ଏଇଭଳି ଏକ ଜାରଜ ପାଇଁ ଆପଣ କ'ଣ ମେସେଜ୍ ରଖିଛନ୍ତି, କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଭିଡ଼ିଓ ଯଦି ଭଲ ଲାଗେ ଭିଡ଼ିଓକୁ ସେୟାର କରନ୍ତୁ। ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।